এই ଘଟଣା ଥରେ ବି ମୋ ସାଙ୍ଗରେ ହେଇଥିଲା, ଯାହା ଫଳରେ ଆମେ ସଭ୍ୟ ସରପଞ୍ଚ ମାନେ ଆମେ ଥାନା ଦୂର ଦ୍ୱାରସ୍ଥ ହେଇଥିଲୁ। ତାର କିଛି କୌଣସି ଫଳ ମିଳିଲା ନାହିଁ, ତାକୁ ରାଜନୀତିର ରଙ୍ଗ ଦିଆଗଲା। ତେଣୁ ମୁଁ ମୋ ଏଇ 6ଟା ଭିଡ଼ିଓ 7ଟା ଭିଡ଼ିଓ ଏମିତି ପ୍ରକାର ଅସୁବିଧା ହେଇଛି, ଯାହାକି ତାକୁ ଧମକ ଦିଆହେଇଛି, ତାଙ୍କୁ ମାଡ଼ ମରା ହେଇଛି, ତାହାର କିଛି ବି କୌଣସି ପଦକ୍ଷେପ ନେଇନାହାନ୍ତି। କିନ୍ତୁ କାଲି ଦୁଃଖର ବିଷୟ ମୁଁ କହିବାକୁ ଚାହୁଁଛି, ମୋ ରାଜନଗର ବ୍ଲକରେ ମୋ ଲେଡିଜ୍ ଭିଡ଼ିଓ ଜଣେ ତାଙ୍କୁ ଯେଭଳି ଭାବରେ ଗୋଟେ ଖରାପ ଭାଷାରେ ବ୍ୟବହାର କରିବା, ତାଙ୍କୁ ତାଙ୍କ କମ୍ପ୍ୟୁଟର ଲ୍ୟାପଟପ୍ ଭାଙ୍ଗିଦେବା, ତାଙ୍କୁ ଆକ୍ରମଣ କରିବା ଅଫିସ୍ ଭିତରେ, ଯେତେବେଳେ ଅଫିସ୍ ଡ୍ୟୁଟିରେ ସେମାନେ ସେ ଥିଲେ ସେତେବେଳେ ସେ 15-20 ଜଣ ଖଣ୍ଡ ଆସି ତାଙ୍କୁ ଆସି ଯେଉଁ ପ୍ରକାର ଆକ୍ରମଣ କଲେ, ସିସିଟିଭି ଆଜି ଫୁଟେଜ୍ ଦେଖାଯାଉ ତାଙ୍କୁ କି ଆକ୍ରମଣ କରାଯାଇଛି। ତେଣୁ ଆଜି ଯେଉଁ ସରକାର ସମସ୍ତଙ୍କ ଆଗରେ ଡିମ୍ବା ମାରି ବାଡ଼ଉଛି, କହୁଛନ୍ତି ମୁଁ ଲୋକମାନଙ୍କ ସରକାର ଏବଂ ମହିଳାମାନଙ୍କୁ ସୁରକ୍ଷା ଦେବେ। କ'ଣ ମହିଳାମାନଙ୍କୁ ସୁରକ୍ଷା ଦେବେ? ଆଜି ଗୋଟିଏ ଲେଡିଜ୍ ଚେୟାରମ୍ୟାନ୍ ସୁରକ୍ଷିତ ନୁହଁ, କି ଆଜି ବ୍ଲକରେ ଗୋଟେ ଲେଡିଜ୍ ଭିଡ଼ିଓ ମଧ୍ୟ ସୁରକ୍ଷିତ ନୁହଁ।